ଟଙ୍କା ଦେବି। 50,000 ଟଙ୍କା? ଆରେ ଏତେ ଟଙ୍କା ତୁ କ'ଣ କରିବୁ? ସେ ତୋର କ'ଣ କାହିଁ ଉତ୍ତର ମୁଁ ଦେଇପାରିବିନି? ମୋର ଟଙ୍କା ଦରକାର, ତୁ ଟଙ୍କା ଦେ। ହଁ ଦେ, ମୁଁ ତତେ ଟଙ୍କା ଦେବି। ମୁଁ ଜାଣିବିନି ତୋର କାହିଁକି ଟଙ୍କା ଦରକାର। ହଉ ଶୁଣ, ହଁ ଦେଖ ମାସେ ହେଲାଣି ମଦ ଦୋକାନ ମଦ ବି ବାକି ରଖିଛି। ସିଏ ତାର ଗୁଣ୍ଡା ପଠେଇଛି ମଦ ଦୋକାନୀ। ଦେଖ ତୁ ଯଦି ମୋତେ ଆଜି ଟଙ୍କା ନ ଦେବୁ ସିଏ ମୋତେ ମାରିକି ସିଧା କି ମାର। କ'ଣ ହେଲା? ଇରେ ସଞ୍ଜୁ, ତୁ ମଦ ଦୋକାନରେ 50,000 ଟଙ୍କା ବାକି କରିଛୁ, କିନ୍ତୁ ତ ମାରିଦେବାକୁ ଛକ ମୁଣ୍ଡରେ ଜଗି ବସିଛନ୍ତି। ହେ ଭଗବାନ, ଏ ଜଗଣିଖିଆ ତୁ କାହିଁକି ଏମିତି କଲୁ? ତୋ ମାନ ସମାନ ଯାହା ଯାଉଛି ଯାଉ, ଟଙ୍କା ପଇସା ମୁଁ କିଛି ଦେଇପାରିବିନି। ନା ବହୁତ ତୁ ସେ କଥା ଖାନା, ତୁ ଯାହା ବି ଟଙ୍କା ଦେ, ନହେଲେ ମୋ ଇଜ୍ଜତ ପୁରା ଚାଲିଛି। ଆଉ କ'ଣ ଯାଉ, ଟଙ୍କା ଫଙ୍କା ମୁଁ ଦେଇପାରିବିନି। ଟଙ୍କା ନୁହଁ କି 2 ଟଙ୍କା ନୁହଁ, 50,000 ଟଙ୍କା। ଟଙ୍କା ଯଦି ତୁ ନ ଦେବୁ କ'ଣ କରିବୁ? ସେଦିନର ପରଶୁରାମଙ୍କ ଭଳିଆ ମାତୃ ହତ୍ୟା କରିଦିଅ ମାରି ପଚାରି। ସଞ୍ଜୁ, ଆରେ ମୁଁ ପରା ତୋ ମା। ମା? ଆରେ ଯୋଉ ମା ତା ପୁଅର ଫାଶୀ ଖବର ଶୁଣି ଥାଇ ଥାଇ ଖାଇ ନାଚୁଛି, ତୁ ପୁଣି କି ମା? ସଞ୍ଜୁ, ଏକ ମୁଣ୍ଡ ଗରମ କ'ଣ କହୁଛି, ଟଙ୍କାଟା ଜଲ୍ଦି କାଢ଼, ନହେଲେ ମୁଁ ଟଙ୍କା ଫଙ୍କା କିଛି ଦେଇପାରିବି। ଦବୁନି? ଦେଇପାରିବିନି। ଦବୁନି? ଦେବିନି, ଦେବିନି। ତୁ ଅଲବତ ଦବୁ। আরে সঞ্জয়, আরে তুই এ কোন করছু? মতে মারি মতে চিপিବାକୁ বসিছু। যাবে কালি আসিলা ভদ্রলোক দেখিবা পাই, তাকে টঙ্কা মাগছি সে টঙ্কা দৌনি, তু ଅଧିକା ডাড়ি কোন কইবে? এই তো টঙ্কা দরকার না? হ্যাঁ তো টঙ্কা দরকার না? হ্যাঁ টাকা দরকার। যেতে টঙ্কা দরকার তোতে মু দেবি। হেলে তুই বহুল শেষে তন্টি চিপিବାକୁ বসিছু। আরে যে তোতে 10 মাস 10 দিন গর্ভরে ধরি জন্ম দেলা, আরে শেষে তার পরিণাম কোন এইয়া? জগনিখা পরা এইয়া করছে, তার পরিণতি এইয়া। মু তাকে জন্ম ଦେଇছি বলি সেইয়া কଣ୍ଟାକୁ କଣ୍ଟାରେ କଢ଼ାଯାଏ। ତୋ ଭଳିଆ ଗୋଟେ ମାଆକୁ ଠିକ୍ ଏଇଭଳିଆ ଗୋଟେ ପୁଅ ଦରକାର। ଥାଉ ଥାଉ। କାମିନୀ ଦେବୀ, ମନେ ପଡୁଛି ସେଦିନର କଥା? ମୁଁ କହିଥିଲି ନା, ଯୋଉ ପୁଅକୁ ମୁଣ୍ଡରେ ବସେଇ ଥେଇ ଥେଇ ହେଇ ନାଚୁଛ, ସେଇ ପୁଅ ଦିନେ ତମକୁ ଆଗ ମାରିବ। ଚୁପ୍ କର ବା, ସେ ଭାଷଣ ଦେବା ଦରକାର ନାହିଁ। ଏଇଠି ଯଦି ପ୍ରତିଶୋଧ ନେବାକୁ ଚାହୁଁଛୁ ତାହେଲେ ଏଇଟା ଠାରୁ ନେ। ଏଇ ତ ଉଷା ମରିଛି, ଏଇ ଅମଣିଷକୁ ତୁ ମାରିଦେ। ଏଇଟା ଗୋଟେ ଅମଣିଷ ରାକ୍ଷସଟା। ମୁଁ ଜାଣିଛି ଭଗବାନ ତାକୁ ଏମିତି ଉପାଦାନରେ ଗଢ଼ିଛନ୍ତି ଯେ ସେ ମଣିଷ କି ଅମଣିଷ କେହି କହିପାରିବେନି। ନାଇଁ ତାହେଲେ ତମେ ମୋତେ ବିଶ୍ୱାସ କର ବାବୁ, ମୁଁ ହଉଛି ତମ ଉଷାର ହତ୍ୟାକାରୀ। ମୁଁ ହଉଛି ତମ ଉଷାର ହତ୍ୟାକାରୀ। ତମେ ମୋତେ ମାରିଦିଅ, ମାରିଦିଅ, ତମେ ମୁଁ ତଟି ଯିବି, ମାରିଦିଅ। ଯୋଉ ଆରେ ସତ କଥା କ'ଣ ମୁଁ ଜାଣିଛି, ଯୋଉ ଉଷାକୁ ଛୋଟ ବେଳୁ ହାତ ଧରି ବାଟ ଚଲେଇବା ଶିଖିଥିଲା, ମରଣ ଦେଖି ପାରିବନି। ଆଉ ତାକୁ କ'ଣ କୁହାଯିବ? କ'ଣ ଦେବତା? ଏ ପରଦା ପଛର ଖଳନାୟକ କିଏ ସେଟା ମୁଁ ଠିକ୍ ଜାଣିଛି। ଅପେକ୍ଷା କର, ମୁଁ ତାକୁ ଠିକ୍ ଖୋଜି ବାହାର କରିବି। ହଁ ଅଜୁ, ତୋ ଅଗେନ୍ଷ୍ଟ ଯୋଉ ଅର୍ଡର ହେଇଛି ତାକୁ ଚ୍ୟାଲେଞ୍ଜ କରି ମୁଁ ହାଇକୋର୍ଟ ସୁପ୍ରିମକୋର୍ଟ ମୁଁ ଯିବି। ଅପେକ୍ଷା କର, ଆଉ ନିଶ୍ଚିତ ତତେ ମୁଁ ତାର ନ୍ୟାୟ ଦେବି। ହଁ ହଁ, ବୁଝିଲୁ? ନିର୍ଦ୍ଦୋଷରେ ଖଲାସ କରିବ ତତେ। ତୁ ଜଗଣିଖିଆ ଅପେକ୍ଷା କର। କ'ଣ ଯେ କହିଯାଉଛନ୍ତି? ଆରେ ସଞ୍ଜୟ, ତୋର କେତେ ଟଙ୍କା ଦରକାର କହିଲୁ? ମୋର 50,000 ଦରକାର। ଏଇନେ 50,000 ଟଙ୍କା। ଯା ଯା ଏଠୁ, ଏଇନେ। ତୁ ମୋ ଘର ଭିତରକୁ ଯାଉଛୁ? ତୁ ଗୋଟେ ଅଲକ୍ଷଣା। ମୋ ଠାକୁର ଘରେ ପଶିଲେ ମୋ ଠାକୁର ଘର ଅପବିତ୍ର ହେଇଯିବ। ଭଲରେ କହୁଛି ଏ ଘରୁ ବାହାରି ଯା। ଭଲରେ କହୁଛି ଏ ଘରୁ ବାହାରି ଯା। ଆଲୋ ଏ ବୋଉ, କ'ଣ? ଆଲୋ କେହି ନ ଜାଣିଥିଲେ ବି ତୁ ତ ଜାଣିଛୁ। ଆଉ ଦିନ କେଇଟା ପରେ ମୋତେ ଫାଶୀ ହେଇଯିବ। ଭଲ ହବ। ହେଲେ ଫାଶୀ କଣ୍ଟାକୁ ଚଢ଼ିବା ପୂର୍ବରୁ ମୋତେ ଥରେ ମୋ ଏନ୍ତୁଡ଼ି ଶାଳକୁ କ'ଣ ଯିବାକୁ ଦବୁନି ବୋଉ? ତୁ ଜଗଣିଖିଆ, ମୁଁ ଦେଖୁଛି। ମୁଁ ତତେ ହାତ ଯୋଡ଼ି ନେଉରା ହଉଛି ଲୋ ବୋଉ, ମୋତେ ଥରେ ଘର ଭିତରକୁ ଯିବାକୁ ଦେ। ଭଲରେ ତୁ ଯିବୁନି। ଅନେକ ଦିନ ହେଲା ଛାଞ୍ଚୁଣି ପାହାର ଖାଇନୁ ତ, ତୋର ସେ କଥା ମନେ ପଡ଼ିଗଲାଣି। ଦଉଛି ରହିଥା ବୋଉ। ଗଲା ନା ବୋଉ, ଏ
এবো আলো এ বউ আরে তু মতে মারিব বলে কাହିଁକି ନିଜକୁ ଏତେ କଷ୍ଟ ଦଉଛୁ ବୁଝିଲୁ ବୋଉ ତୁ ମତେ ଏଇ ଛାଞ୍ଚୁଣି ପାହାରରେ ମାରୁଛୁ ମତେ ସେଇଟା ଯେତିକି ନ ବାଧୁଛି ହେଲେ ତତେ ଯୋଉ ଏତେ କଷ୍ଟ ହଉଛି ମତେ ସେଇଟା ଭାରି ବାଧୁଛି ନା ବୋଉ ଆଲୋ ଏ ବୋଉ ତୁ ମାରିବୁ ତ ମତେ ଯେତେ ମାରୁଛୁ ମାର ଏଇନେ ବୋଉ ଏଇ ଛାଞ୍ଚୁଣିରେ ତୋ ଅଜୁ ଏଇଠି ଚୁପକିନା ଠିଆ ହେଇଛି ମାର ବୋଉ ମତେ ଯେତେ ମାରୁଛୁ ମାରିବି ହବ ମାର ମତେ ଆଲୋ ମାର ମତେ କଣ କହିଲୁ ବୋଉ ତୁ ମତେ ଥରେ ଅଜୁ ବୋଲି ଡାକିଲ ଆଲୋ ବୋଉ ମତେ ଆଉ ଥରେ ଅଜୁ ବୋଲି ଡାକିଲ ମତେ ଆଉ ଥରେ আরে ধরে নুহে রে মতে ডাকলো চিৎকার করি কইবি মো বুয়া ভଳିଆ পুଅ কাହାର ନାହିଁ ମୋ ଅଜୁ ଭଳି खुशी बांटते बा